ଗୋଟେ କଥା ଜାଣିଛନ୍ତି ଭାଇ, ଜୀବନରେ କେତେକ ପରିସ୍ଥିତି ଏମିତି ଆସେ ଯେତେବେଳେ ଆପଣଙ୍କୁ ନା ମଣିଷ ଆଉ ଗୋଟେ ସାଧାରଣ କଥା ଭିତରେ ନା ଆପଣଙ୍କୁ ବାଛିବାକୁ ପଡ଼େ। ନିଜର ଆତ୍ମସମ୍ମାନ ଆଉ ଆପଣଙ୍କୁ ଭଲ ପାଉଥିବା ମଣିଷ ଭିତରେ ଆପଣଙ୍କୁ ନା ଗୋଟେ ଡିସିସନ୍ ନେବାକୁ ପଡ଼େ। ଯଦି ସେ ମଣିଷଟା ଜରୁରୀ ନା, ତାହେଲେ ସେ କଥାଟା କଥା ଭାବନ୍ତୁନି। ଯଦି ସେ କଥାଟା ଆପଣଙ୍କ ଆତ୍ମସମ୍ମାନ ଉପରେ ଆସୁଛି, ଆପଣଙ୍କର ନିଜର ଓରିଜିନାଲିଟି ଉପରେ ଆସୁଛି ନା, ଯଦି ସେ ମଣିଷ ଇମ୍ପୋର୍ଟାଣ୍ଟ ନୁହେଁ ତାହେଲେ ତାକୁ ଛାଡ଼ି ଦିଅନ୍ତୁ। କାରଣ କେବେ କେବେ କ'ଣ ହୁଏ ନା, ଆମ ଜୀବନରେ ସେ ମଣିଷଟା ଇମ୍ପୋର୍ଟାଣ୍ଟ ଥାଏ। ଆଉ ସେ ସିଚୁଏସନ୍ରେ ଆମେ ଟିକେ ଯଦି ନଇଁଯିବା ତାହେଲେ ସେ ସମ୍ପର୍କଟା ନା ବଞ୍ଚିଯିବ। ସେଥିପାଇଁ କି ସବୁବେଳେ ଆପଣ ଡିସିସନ୍ ଯେତେବେଳେ ନେଉଛନ୍ତି ନା, ଭାବି ଚିନ୍ତିକି ନିଅନ୍ତୁ। କାରଣ ଆପଣଙ୍କ ଡିସିସନ୍ ହିଁ ଡିସାଇଡ଼୍ କରିବ ଆପଣଙ୍କୁ କେଉଁ ସମ୍ପର୍କରେ କେତେ ପ୍ରାୟୋରିଟି ଦେବାକୁ ହେବ। ନହେଲେ ସୋସାଇଟିରେ ନା ଯଦି ନିଜ ଆତ୍ମସମ୍ମାନକୁ ଜଗିବେନି ତାହେଲେ ଆପଣଙ୍କୁ କେହି ରେସ୍ପେକ୍ଟ ଦେବେନି। ଯଦି ଆପଣ ସମ୍ପର୍କକୁ ଭଲ ପାଇବେ ନା, ତାହେଲେ ଜୀବନରେ ବହୁତ କିଛି କଥା ଆପଣଙ୍କୁ ଛାଡ଼ିକି ଚାଲିବାକୁ ପଡ଼ିବ। ସେଥିପାଇଁ କି ଜୀବନରେ ସବୁବେଳେ ଡିସିସନ୍ ପରଫେକ୍ଟ ନିଅନ୍ତୁ। ଯେଉଁଟା ପ୍ରାୟୋରିଟି ତା ଉପରେ ହିଁ ଆପଣ ନିଜର ମୋହର ଲଗାନ୍ତୁ। ରାଧେ ରାଧେ।